ଲେଲିନ କୁମାର ଦେ ସାଧାରଣ ଯୁବକ ଦେଖନ୍ତୁ ବିଜେଡ଼ି ବର୍ତ୍ତମାନ ଯେଉଁ ପରିସ୍ଥିତିରେ ଅଛି ସେ ରାଜନୀତିରେ ବର୍ତ୍ତମାନ ଭାସି ଯାଉଥିବା ବୁଡ଼ି ଯାଉଥିବା ଲୋକକୁ ଯେମିତି କୁଟାଖିଅଟେ ସାହା ବିଜେଡ଼ି ବର୍ତ୍ତମାନ ସେମିତି କୁଟାଖିଅକୁ ସାହା କରିକି ଗ୍ରୋ କରିବା ଦରକାର। କିନ୍ତୁ ବିଜେଡ଼ି କ'ଣ କରୁଛି ଏଠି ବିନା ସକାଳେ ବିପରୀତ ବୁଦ୍ଧି ଏପ୍ଲାଏ କରିଦେଉଛି ଯେଉଁଥିପାଇଁ ବିଜେଡ଼ିକୁ ଲୋକମାନେ ଯେଉଁ ପ୍ରକାର ଭଲ ପାଇ ଆସିଥିଲେ ଲୋକମାନଙ୍କ ମଧ୍ୟରେ ଗୋଟେ ତିକ୍ତତା ଆସିଗଲାଣି। ଭଲ ଭଲ ବିଧାୟକଙ୍କୁ ଆପଣ ଦେଖିବାକୁ ପାଉଥିବେ ଭଲ ଭଲ ବିଧାୟକଙ୍କୁ ସେ ବହିଷ୍କୃତ କରୁଛନ୍ତି। ୟାଠୁ ଆଉ ଖରାପ କଥା କ'ଣ? ଏହା ଦଳ ପାଇଁ ବହୁତ ବଡ଼ ବିପଦର ସଂକେତ। ଦେଖନ୍ତୁ କୁରୁବଂଶ ଧ୍ୱଂସ ହୋଇଥିଲା ଶକୁନି ବୁଦ୍ଧିରେ, ପଞ୍ଚ ପାଣ୍ଡବର ଜୟ ହୋଇଥିଲା ଆମେ ପଢ଼ିକି ଆସିଥିଲେ। ବର୍ତ୍ତମାନ ପରିସ୍ଥିତି ସେୟା। ବର୍ତ୍ତମାନ କୌଣସି ଜଣେ ବ୍ୟକ୍ତି ସେ ଶକୁନିର ଭୂମିକା ଗ୍ରହଣ କରି ବିଜେଡ଼ି ଦଳକୁ ଶପଥ ନେଇଛନ୍ତି ବୁଡ଼େଇବେ, ଯେଉଁଥିପାଇଁ ଆଜି ଦିନକୁ ଦିନ ଭଲ ଭଲ ବିଧାୟକଙ୍କୁ ମାନେ ବିନା କାରଣରେ ଦଳରୁ ବହିଷ୍କୃତ କରାଯାଉଛି। କାରଣ ଖୋଜିଲା ବେଳକୁ କାରଣ କିଛି ମିଳୁନି। କ୍ଲିୟର କ'ଣ କରିବୁ ଆଜ୍ଞା? ଦେଖନ୍ତୁ ଯେତିକି ବି ଆମର ବିଗତ ଦିନରେ ବିଜେଡ଼ିରୁ ବହିଷ୍କୃତ ହୋଇଛନ୍ତି ସେମାନେ ବିନା କାରଣରେ, ମୋ ହିସାବରେ ବିନା କାରଣରେ ବହିଷ୍କୃତ ହୋଇଛନ୍ତି। ସେମିତି କିଛି କାରଣ ହିଁ ନାହିଁ। ସେମାନେ ସନାତନ ମହାକୁଡ଼ ହୁଅନ୍ତୁ ଯିଏ ବି ହୁଅନ୍ତୁ, ଏମାନେ ଭଲ ଲିଡ଼ର। ଏମାନେ କୌଣସି କାରଣରୁ କ'ଣ ସେମିତି ମୁହଁ ଅଛି ମାନେ ଆଜ୍ଞା କ'ଣ ପଦେ କହିଦେଲେ ଯଦି ତାଙ୍କ କଥାକୁ ଧରିକି ବସିକି ସେମାନଙ୍କୁ ଦଳରୁ ବହିଷ୍କୃତ କରାହେବ, ୟାଠୁ ଆଉ କ'ଣ ଆଉ ଭଲ ଇଏ ମୋତେ କୁହନ୍ତୁ।